ଆଗରୁ ମଧ୍ୟ ଏଭଳି ଆମର କେସ୍ ବ୍ରାଉନ୍ ସୁଗାର କେସ୍ ଡିଟେକ୍ସନ୍ ଚାଲିଛି ଏବଂ ଏସ୍ପି ସାର୍ଙ୍କର ନିର୍ଦ୍ଦେଶ ଅନୁସାରେ ଏ ଧରଣର ଚଢ଼ଉ ଆଗକୁ ଜାରି ରହିବ। ଗତକାଲି ରାତିରେ ଗୋଟେ ଇନଫର୍ମେସନ୍ ମିଳିଥିଲା କି ଜନ୍ଦାବାଲ କେନାଲ ରୋଡ଼ରେ ଆଶ୍ରମ ସ୍କୁଲ ପାଖରେ କିଛି ପିଲା ଏକାଠି ହୋଇଛନ୍ତି ଏବଂ ସେମାନେ ବ୍ରାଉନ୍ ସୁଗର ବେପାର କରୁଛନ୍ତି। ଏ ଖବର ପାଇଲା ପରେ ଆମର ତାଳଚେର ଥାନା ଏସିସିପି ବିଶ୍ୱାଳଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ଗଠନ କରାଯାଇଥିଲା ଏବଂ ତାদের ଦୁଇଜଣ ସବ୍ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ଅଧିକାରୀ ସବୁ ସାମିଲ ଥିଲେ। ରାତି 12ଟା ପରେ ରେଡ୍ କଣ୍ଡକ୍ଟ ହୋଇଥିଲା ଏବଂ ସେ ରେଡ୍ରେ 10 ଜଣଙ୍କୁ ଗିରଫ କରାଯାଇଛି। 10 ଜଣଙ୍କ ପ୍ରାୟ 56 ଗ୍ରାମ ବ୍ରାଉନ୍ ସୁଗାର, 12,000 ଟଙ୍କା, 8ଟି ମୋବାଇଲ ଫୋନ୍ ଏବଂ 4ଟି ବାଇକ୍ ଜବତ ହୋଇଛି। ସେମାନଙ୍କୁ ଗିରଫ କରାଯାଇଛି। ଆଜି କୋର୍ଟ ଚାଲାଣ କରାଯିବ। ତ ଆଗରୁ ମଧ୍ୟ ଏଭଳି ଆମର କେସ୍ ବ୍ରାଉନ୍ ସୁଗାର କେସ୍ ଡିଟେକ୍ସନ୍ ଚାଲିଛି ଏବଂ ଏସ୍ପି ସାର୍ଙ୍କର ନିର୍ଦ୍ଦେଶ ଅନୁସାରେ ଏ ଧରଣର ଚଢ଼ଉ ଆଗକୁ ଜାରି ରହିବ। ଏଭଳି କାର୍ଯ୍ୟରେ ଯେ ଲିପ୍ତ ଥିବେ ସେମାନଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। सर आज पर्यटन केते जनक ड्रग्स इनवल्व लोक को आटलिस्ट को अरेस्ट कराई आमर प्राय 10टी ब्राउन सुगार केस वर्ष भितर 10 टू कम समय भितर होती और 50 जन को गिरफ्त कर 153 ग्राम टू ब्राउन सुगार जबत होती और लक्षाधिक टंका जबत होती 45 मोबाइल फोन आगे जबत होती सब गिरफ्त कोर्ट चालाण होती। ये धरण कार्यक्रम आगे जारी।